ଜୟ ଜଗନ୍ନାଥ। ତ ଆମ ଗାଁକୁ ରହିବା ପାଇଁ ବହୁତ ଭଲ ଲାଗେ। ଯେଉଁଦିନ ଗାଁରେ ପହଞ୍ଚି ଯାଉନା ବହୁତ ଖୁସି ଲାଗେ। ବାପା ମାଆକୁ ଦେଖିବୁ, ତାଙ୍କ ସାଙ୍ଗେ ଟାଇମ୍ ସ୍ପେଣ୍ଡ କରିବୁ, ବାବା ମମି ସାଙ୍ଗେ ଟାଇମ୍ ସ୍ପେଣ୍ଡ କରିବୁ, ବହୁତ ବହୁତ ଖୁସି ଲାଗେ, ବହୁତ ଖୁସି ଲାଗେ। ଏମିତି ଦିନ ବିତିଯାଏ ଖୁସିରେ। ତ ପୁଣି ସେଇଦିନ ଆସେ ଯେଉଁଦିନ ତାଙ୍କୁ ଛାଡ଼ିକି ଆସିବା ପାଇଁ ପଡ଼େ। ବହୁତ ଦୁଃଖ ଲାଗେ, କଷ୍ଟ ବି ଲାଗେ। ସେମାନଙ୍କୁ ଏକା ଛାଡ଼ିକି ଆସିବା ପାଇଁ ଭଲ ଲାଗେନି, ହେଲେ ବି କ'ଣ କରିବା, ନିଜ କର୍ମ ବି କରିବା ପାଇଁ ପଡ଼ିବ। ଛୁଆମାନଙ୍କ ପାଠପଢ଼ା, ଛୁଆମାନଙ୍କୁ ଦେଖିବା ପାଇଁ ପଡ଼ିବ। ତ ଏଥିପାଇଁ ଆସିବା ପାଇଁ ଇଚ୍ଛା ନଥିଲେ ବି ଆସିବା ପାଇଁ ପଡ଼େ। ତ ଏତିକି ବାପା ମାଆ ଆଉ ବାବା ମମି ପାଇଁ ଆମେ ଦୁଇ ଜଣ ସବୁବେଳେ ଆମ କର୍ତ୍ତବ୍ୟ କରୁଥିବୁ। ତାଙ୍କୁ ଖୁସି ଦେବା ପାଇଁ ସବୁବେଳେ ଚେଷ୍ଟା କରୁଥିବୁ। ତାଙ୍କ ମନରେ କେବେ ଦୁଃଖ ନ ହଉ ସବୁବେଳେ ଚେଷ୍ଟା କରୁଥିବୁ। ତ ଏତିକି ଭଗବାନଙ୍କ ପାଖରେ ମାଗୁଣି, ସେମାନେ ଦୁଇ ଜଣଙ୍କୁ ସବୁବେଳେ ସେମାନଙ୍କୁ ଭଲରେ ରଖିଥାନ୍ତୁ, ଖୁସିରେ ରଖିଥାନ୍ତୁ। ଆଉ ଆମେ ଆମ କର୍ତ୍ତବ୍ୟ କରୁଥାଉ। ରାଧେ ରାଧେ।